ପ୍ରାର୍ଥନା କିପରି କରାଯାଏ? କ'ଣ ଆପଣମାନେ ଜାଣନ୍ତି? ପ୍ରଭାବୀ ଉପାୟରେ କିପରି ପ୍ରାର୍ଥନା କରାଯାଏ? ଦୈନନ୍ଦିନ ଜୀବନର କାର୍ଯ୍ୟକଳାପ ଭାବରେ ଆପଣ କେବେ ପ୍ରାର୍ଥନା କରିଥିଲେ? ନା, ଆପଣ ଜାଣିଥିବେ ଜରୁରୀ ସମୟରେ ହିଁ, ବିପଦରେ ପଡ଼ିଥିବା ବେଳେ, ଦେହ ଭଲ ନଥିବା ବେଳେ, ମୃତ୍ୟୁ ଆସନ୍ନ ଥିବା ସମୟରେ ପ୍ରାର୍ଥନାର ସୁଅ ଛୁଟେ। ଆପଣ ନିଜେ କରନ୍ତି ଏବଂ ଆପଣମାନଙ୍କ ବନ୍ଧୁବାନ୍ଧବମାନେ ବି କରନ୍ତି। ପ୍ରତିଦିନ ଆପଣଙ୍କ ଘରକୁ ଆସୁଥିବା ଖବରକାଗଜ ପଢ଼ନ୍ତୁ। ଖବର ବାହାରିଥାଏ ଯେ ଦୁରାରୋଗ୍ୟ ବ୍ୟାଧିରେ ଆକ୍ରାନ୍ତ ଛୋଟ ପିଲାଟି ସୁସ୍ଥ ହେବା ପାଇଁ ସାରା ଦେଶବାସୀ ପ୍ରାର୍ଥନା କରୁଛନ୍ତି। ଦେଶ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ପ୍ରାର୍ଥନା କରାଯାଉଛି। ବନ୍ୟା ପ୍ଳାବିତ ଖଣିରେ ଫସି ଯାଇଥିବା ଛୋଟ ଛୋଟ ପିଲାଙ୍କର ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ପ୍ରାର୍ଥନା କରାଯାଉଛି। ପରେ ଖବର ବାହାରୁଛି ଯେ ଛୋଟ ପିଲାମାନେ କହିଲେ ଉଦ୍ଧାର ପାଇଁ ଅପେକ୍ଷା କରିବା ସମୟରେ ସେମାନେ ପ୍ରାର୍ଥନା କରିଥିଲେ। ଗୋଟିଏ ବିମାନର ପାଇଲଟ କହନ୍ତି ଯେ ସେ ଜରୁରୀକାଳୀନ ଅବତରଣ କରିବା ସମୟରେ ପ୍ରାର୍ଥନା କରିଥିଲେ, ତେଣୁ ତାଙ୍କୁ ସଫଳତା ମିଳିଥିଲା। ନିଶ୍ଚିତ ଭାବରେ ବିପଦ ସମୟରେ ସାହାଯ୍ୟ ମିଳିବାରେ ସବୁ ସମୟରେ ପ୍ରାର୍ଥନାର ଶକ୍ତି ରହିଛି। କିନ୍ତୁ ପ୍ରାର୍ଥନାକୁ ନିଜ ଜୀବନର ଅଭିନ୍ନ ଅଙ୍ଗ ଏବଂ ଗଠନାତ୍ମକ ଅଂଶ କରିବା ପାଇଁ ଆପଣଙ୍କୁ ବିପଦର ଅପେକ୍ଷା କରିବା ଦରକାର ନାହିଁ। ପ୍ରାର୍ଥନାର ନାଟକୀୟ ଉତ୍ତର ଖବରର ମୁଖ୍ୟାଂଶ ପାଲଟିଥାଏ ଏବଂ ପ୍ରାର୍ଥନାର ପ୍ରଭାବଶୀଳତା ପ୍ରମାଣର ସାକ୍ଷୀ ହୋଇଥାଏ। ପିଲାଙ୍କର ନିଷ୍କପଟ ପ୍ରାର୍ଥନା ପ୍ରତିଦିନ ଭଗବାନଙ୍କୁ ଧନ୍ୟବାଦ ପ୍ରଦାନ, ଶ୍ରଦ୍ଧାପୂର୍ଣ୍ଣ ଭକ୍ତି ଯେଉଁଠି ଭକ୍ତିଟିଏ ଭଗବାନଙ୍କ ସହ ଆଧ୍ୟାତ୍ମିକ ସ୍ତରରେ ଯୋଗାଯୋଗ କରିବା ପାଇଁ ଚାହେଁ, ଏସବୁରେ କ'ଣ ଥାଏ? ଏସବୁରେ ହିଁ ଥାଏ। ଲୋକମାନେ ପାଖରେ ଯୋସେଫ ମର୍ଫି କହିଲେ, ଲୋକମାନଙ୍କ ପାଖରେ ମୋର ଯେଉଁଭଳି କାମ ଥାଏ, ତାହା ପ୍ରାର୍ଥନା କରିବାର ବିଭିନ୍ନ ଶୈଳୀ ବିଷୟରେ ଅଧ୍ୟୟନ କରିବା ପାଇଁ ମୋତେ ବାଧ୍ୟ କରିଥାଏ। ମୋ ନିଜ ବ୍ୟକ୍ତିଗତ ଜୀବନରେ ପ୍ରାର୍ଥନାର ଶକ୍ତି ମୁଁ ଅନୁଭବ କରିଛି ଏବଂ ଏମିତି ଅନେକ ଲୋକଙ୍କ ସହ କାମ କରିଛି ଏବଂ କଥା ହେଉଛି ଯେଉଁମାନେ ପ୍ରାର୍ଥନା କରି କୃତାର୍ଥ ହେଉଛନ୍ତି। ତେବେ ସମସ୍ୟା ହେଉଛି ଯେ କେମିତି ପ୍ରାର୍ଥନା କରାଯାଏ? ପ୍ରାର୍ଥନା କରିବାର ଫର୍ମୁଲାଟା କ'ଣ ଏବଂ ତାହା ଅନ୍ୟମାନଙ୍କୁ କୁହାଯିବ କେମିତି? ବିପଦରେ ପଡ଼ିଥିବା ଲୋକମାନେ ଚିନ୍ତା କରିବା କଷ୍ଟକର ହୋଇଥାଏ ଏବଂ ଯଥାର୍ଥ ଭାବରେ ସେମାନେ ପଦକ୍ଷେପ ନେଇପାରନ୍ତି ନାହିଁ। ସେମାନଙ୍କ ପାଇଁ ପ୍ରାର୍ଥନା କରିବାର ଏକ ସହଜ ଫର୍ମୁଲା ଦରକାର ହୋଇଥାଏ। କାର୍ଯ୍ୟକାରୀ ହୋଇପାରୁଥିବା ଏକ ବିଶିଷ୍ଟ ଏବଂ ସରଳ ଢାଞ୍ଚା ଜରୁରୀକାଳୀନ ସହାୟତା ପ୍ରାପ୍ତ କରିବା ସମୟରେ ବ୍ୟବହାର କରାଯିବା ଦରକାର। ଥ୍ୟାଙ୍କ ୟୁ। ଏହି ସାରାଂଶ ବୁଝା ପଡ଼ିଲା ଯେ କେମିତି ପ୍ରାର୍ଥନା